ମୁଁ ବେଳେବେଳେ ଚିନ୍ତା କରେ ଯେଉଁ ବ୍ୟବହାର ଗୁଡ଼ା ମୋ ପ୍ରତି କରାଯାଉଛି, ଭଲ ହେଉ କିମ୍ବା ମନ୍ଦ, ମୁଁ ଯଦି ଠିକ୍ ସେହିପରି ବ୍ୟବହାର କରେ ପ୍ରତି ବଦଳରେ, ତାହେଲେ ମୋତେ ଶାନ୍ତି ଲାଗିବ, ଖୁସି ଲାଗିବ, ମନରେ ଗୋଟେ ଅବଶୋଷ ରହିବ ନାହିଁ। କିନ୍ତୁ ମୁଁ ଜ୍ଞାନ ଲାଭ କରିଥିବା ମୋର ସତ୍ ଚିନ୍ତନ, ସଂସ୍କାର ଏବଂ ବିବେକ ଏମିତି ଭାବେ ମନା କରେ ଯେ ଶାନ୍ତି ବଦଳରେ ଅବଶୋଷ ହିଁ ହୁଏ, ଅନୁତପ୍ତ ମନେ ହୁଏ। କାହିଁକି ନା ଆମେ ଯଦି ମନ୍ଦ ବଦଳରେ ମନ୍ଦ ବ୍ୟବହାର କରିବା, ତେବେ ଫରକ କ'ଣ ରହିଯିବ? ମୋ ଭିତରେ ଏବଂ ଅନ୍ୟ ଜଣଙ୍କ ଭିତରେ। ଅଜ୍ଞାନକୁ ଜ୍ଞାନ ହିଁ ଦୂର କରିପାରେ, ଅନ୍ଧାରକୁ ଆଲୋକ ହିଁ ଦୂର କରିପାରେ। ତେବେ ଯାହା ବି ପରିସ୍ଥିତି ହେଉ, ଆମ ଚିନ୍ତନ, ଆମ ବ୍ୟବହାର କେବଳ ଆମ ଦ୍ୱାରା ହିଁ ହେବ ଏବଂ ତାହା ହିଁ ଆମର ପ୍ରକୃତ ପରିଚୟ ଓ ଆମ ଲବ୍ଧ ଜ୍ଞାନର ମୂଲ୍ୟ। ଆତ୍ମଚିନ୍ତନ।